ଏବେ ଘରେ ଘରେ ଏସିଡିଟି ସମସ୍ୟା ବ୍ୟାପିବାରେ ଲାଗିଛି। ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ଲୋକ ହୁଅନ୍ତୁ, ପ୍ରାୟ ସମସ୍ତଙ୍କ ପାଖରେ ଏ ଏସିଡିଟିର ସମସ୍ୟା। କାହାକୁ ଭୋକ ଲାଗୁନି ତ କାହାର ଲାଟିନ୍ କ୍ଲିୟର ହେଉନି, କାହାକୁ ଖାଇବାକୁ ଇଚ୍ଛା ହେଉନି। ଆଜି ମୋ ଭିଡ଼ିଓରେ ଆପଣମାନେ ଏମିତି ଗୋଟେ ରେସିପି ପାଉଛନ୍ତି ଯେଉଁଟାକି ଗୋଟେ ଚୁଟକିରେ ପେଟର ସମସ୍ୟା ଦୂର କରିଦେବ। ଏଇଟାକୁ ଆପଣ ଚିହ୍ନି ପାରୁଛନ୍ତି ନା? ଏଇଟା ହେଉଛି କେଉଁ ପତ୍ର? ତାହେଲେ ମୁଁ କହିଦେଉଛି, ଏଇଟା ହେଉଛି ପସାରୁଣୀ ପତ୍ର। ତାକୁ ମୁଁ 5ରୁ 6 ଥର ଧୋଇ ସାରିଲାଣି। ଆଉ ତା ସହିତ ମୁଁ ନେଉଛି ଅଳ୍ପ କିଛି ଧନିଆ ପତ୍ର। ଆମ ଆଖପାଖରେ ଏତେ ସହଜରେ ମିଳିଯାଉଛି ଏମିତିକା ଜିନିଷ କି ଯାହା ପାଖରେ ଔଷଧୀୟ ଗୁଣ ସବୁ ରହିଛି, ଆମେ ତା'ର ଉପକାରିତା ବିଷୟରେ ଆମେ ଜାଣିପାରୁନି। ଆଉ ତା ସହିତ ମୁଁ ନେଇଯାଉଛି ଭୃଷଙ୍ଗ ପତ୍ର। ଏସବୁକୁ ମୁଁ ଭଲସେ ଧୋଇ ଦେଇଛି, ଆଉ ଟିକେ ଟିକେ ଧୋଇଦେବା। ତା ସହିତ ମୁଁ ନେଉଛି 2ଟି କଞ୍ଚା ଲଙ୍କା, ବେଶୀ ରାଗ ହେବନି, ଆଉ ଛୋଟ ଖଣ୍ଡେ ଅଦା। ଏଠି ମୁଁ ଉଷୁନା ଚାଉଳକୁ 7ରୁ 8 ଘଣ୍ଟା ଭିଜେଇକି ରଖିଛି, ଯାହାଫଳରେ ଉଷୁନା ଚାଉଳଟା ବେଶୀ ପାଣି ଶୀଘ୍ର ଭିଜେନି। ମୁଁ ତାକୁ 7ରୁ 8 ଘଣ୍ଟା ହେଇଗଲାଣି ତାକୁ ଭିଜେଇକି ରଖିଦେଇଥିଲି। ଆଉ ତାକୁ ପତ୍ର ସହିତ ମିଶେଇକି ବାଟି ଦେଉଛି। ସ୍ୱାଦ ଅନୁସାରେ ମୁଁ ଲୁଣ ପକାଇ ଦେଉଛି। ସବୁ ପତ୍ର ମୁଁ ମିଶେଇକି ଉଷୁନା ଚାଉଳ ସହିତ ମୁଁ ବାଟି ଦେଇଛି। ଉଷୁନା ଚାଉଳରେ ଆପଣମାନେ ପକାଇକିରି ପିଠା କରିକିରି ଖାଇବେ। ଆଉ ପେଟର ସମସ୍ୟା ଗୋଟେ ଚୁଟକିରେ ସେ ଭଲ କରିଦେବ। ହଜମର ଶକ୍ତି ବଢ଼େଇବ, ଭୋକ ଲାଗିବ, ଲାଟିନ୍ କ୍ଲିୟର କରିଦେବ। ଆପଣ ମଝିରେ ମଝିରେ ଏମିତି ବନେଇକିରି ଖାଆନ୍ତୁ, ଆଉ ପେଟର ସମସ୍ୟାକୁ ଦୂର କରିଦିଅନ୍ତୁ। ଆମର ଭୃଷଙ୍ଗ ପତ୍ର, ପସାରୁଣୀ ପତ୍ର, ତା'ର ଉପକାରିତା ବିଷୟରେ ତ ଆପଣମାନେ ଜାଣିଥିବେ। ବାସ୍ ଏଇଭଳି ଥରେ ମଝିରେ ମଝିରେ ବନେଇକିରି ଖାଇଲେ ଆମର ପେଟ ସମସ୍ୟା, ଗ୍ୟାସର ସମସ୍ୟା ଦୂର ହେଇଯିବ। ମୋ ଭିଡ଼ିଓଟା ତ ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଗିଲେ ଲାଇକ୍ କରିବେ, ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ ଆପଣଙ୍କ ସମ୍ପର୍କୀୟମାନଙ୍କୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ କି ଏମିତି ସବୁ ବନେଇକିରି ଖାଇବେ ଆଉ ପେଟର ସମସ୍ୟାକୁ ଦୂର କରିବେ। ବହୁତ ନରମ ହେଇଛି ଏ ପିଠା, ହାର୍ଡ଼ ନୁହଁ, ଭଲ ହେଇଛି ଆଉ ସୁନ୍ଦର ବି ଦେଖାଯାଉଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି।